नमस्कार साଙ୍ଗମାନେ ଶ୍ରୀ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ତ ଆମ ଘରେ ରଥ ଥିଲା, ଯେହେତୁ ଆମ ଘରେ ଝାଡ଼ି ଝାଡ଼ି ଚାଲିଥିଲି ଠାକୁର ଘର, ତ ମୁଁ ଫଟୋ ଗୁଡ଼ା ସବୁ ଆଣି ତଳେ ରଖି ଧୋଇ ଧୁଆକି ରଖିଦେଇଥିଲି। ମାଙ୍କଡ଼ ଦେଖି ମୁଁ ଡରି ଯାଇଥିଲି। ତାପରେ ମୁଁ ପୂଜା ଆରମ୍ଭ କରିଦେଇଥିଲି। ପୂଜା ସରିଲା ପରେ ବର ଘରକୁ ଯାଇଥିଲି, ତ ସେଠି ଗୋଲାପ ଫୁଲ ପାଇଛି, ତ ମୋ ପାଇଁ ନେଇ ଆସିଥିଲି। ସେଇଟା ବି ତାଜା ଅଛି, ଦେଖନ୍ତୁ ପାଣିରେ ପକେଇକି ରଖିଥିଲି। ମୋତେ ତ ବହୁତ ଭଲ ଲାଗୁଛି ଗୋଲାପ ଫୁଲଟି। ସକାଳୁ ଖାଇଥିଲି ମିଠା ଆମ୍ବ, କଦଳୀ, ଚେନାଚୁର, ଗୋଟେ ପିଆଜ। ମା ସବୁ ଛାଡ଼ି ଛାଡ଼ି କରୁଥିଲେ, ଆଉ ମୋର ସ୍ୱାମୀ ଏଠି ପ୍ୟାଣ୍ଡେଲ୍ ବନେଇବା ଆରମ୍ଭ କରିଦେଇଥିଲେ, ତ ମୁଁ ବି ଟିକେ ହେଲ୍ପ କରିଦେଉଥିଲି। ତ ହେଲ୍ପ କରିସାରିଲା ପରେ ମୁଁ ଯାଇଥିଲି ରୋଷେଇ କରିବା ପାଇଁ, କାହିଁକିନା ଆଜି ପଖାଳ ଥିଲା, ତ ମୋତେ କିଛି ଭାଜାଭାଜି କରିବାର ଥିଲା। ତ ମୁଁ ଭେଣ୍ଡି ଭାଜି, ଅଣ୍ଡା ଭାଜି ସବୁ ତିଆରି କରିଦେଇଥିଲି। ଭାଜା ଭାଜି ଉପରେ ଆଜି ଥିଲା ଆଳୁ କୁନ୍ଦୁରି ଭାଜି, ଅଣ୍ଡା ଭାଜି, ଅଣ୍ଡା ଭୁଜିଆ ହେବ। ତ ମୁଁ ଆଣିଥିଲି ସେଇ ଟାଇମ୍ରେ ଫୁଟି, ତ ସେଇ ଅଣ୍ଡା ଫୁଟିଲା ବେଳେ ଖାଇ ଦେଇଥିଲୁ ଆମେ ଫୁଟି। ବାଡ଼ିରେ ହୋଇଥିଲା କଦଳୀ କାନ୍ଦି, ତ ରଥ ପାଇଁକି ବାବା ତାକୁ କାଟି ନେଇ ଆସିଥିଲେ। ମା ଏଠି ନଫ ଗୁଡ଼ାରେ ତେଲ ଭରୁଥିଲେ। ତ ଆଜି ବର୍ଷାର ମେଘୁଆ ମେଘୁଆ ପାଗଟି ବହୁତ ମୋତେ ବଢ଼ିଆ ଲାଗୁଛି। ତ ଖାଇସାରି ଆମେ ଶୋଇବାକୁ ଆସିଥିଲୁ। ତ ଏଠି ଆମ ସ୍ୱାମୀ ସ୍ତ୍ରୀକୁ ମାରପିଟ ଲାଗିଥିଲା, କାହିଁକି ନା ମଜାକ ଚାଲିଥିଲା। ମୁଁ ତାଙ୍କୁ କୁଭେଇ ଦେଇଛି, ସେ ବି ମୋତେ କୁଭେଇ ଦେଇଛନ୍ତି। କିଛି ମାରପିଟ ଚାଲିଥିଲା। ଭିଡ଼ିଓଟି ଭଲ ଲାଗିଲେ ଗୋଟେ ସବସ୍କ୍ରାଇବ୍ କରିଦେବେ। ନେକ୍ସଟ ବ୍ଲଗ।